ପୂରଣ ହେବନି ଆଶାକର୍ମୀମାନଙ୍କର ଦରମା, ଆଉ ପୂରଣ ହେବନି ଆଶାକର୍ମୀମାନଙ୍କର ସ୍ୱପ୍ନ, ଆଉ ପୂରଣ ହେବନି ଆଶାକର୍ମୀମାନଙ୍କର ଦାବି। ଆଜି ମୁଖ୍ୟ ଟପିକ୍ ରହିଛି ଆଶାକର୍ମୀମାନଙ୍କୁ ନେଇକି ଗୋଟେ ବଡ଼ ଅପଡ଼େଟ୍ ଆସିକି ପହଞ୍ଚିଛି, ଯାହା ଆଶାକର୍ମୀମାନଙ୍କର ଆଉ ଦାବି କେବେ ହେଲେ ପୂରଣ ହେବ ନାହିଁ। ଚାଲନ୍ତୁ ଜାଣିବା ଆଶାକର୍ମୀମାନଙ୍କର ଦାବି କ'ଣ ପାଇଁ ପୂରଣ ହେବନି, କେଉଁ ଅର୍ଥରେ ଆଶାକର୍ମୀମାନଙ୍କର ଦାବି ପୂରଣ ହେବନି। ଯଦି ପୂରଣ ହେବାର କଥା ଥାନ୍ତା ତାହେଲେ ଏତେ ଦିନ ହୋଇଗଲାଣି, କାହିଁକି ଏଯାଏଁ ପୂରଣ ହୋଇନାହିଁ, କେବେ ପୂରଣ ହେବ ତାର ସମସ୍ତ ଡିଟେଲ୍ସ, ଆଉ ପୂରଣ ହେବ କି ନାହିଁ, ଆଉ ଯଦି ପୂରଣ ହୁଏ ତାହେଲେ ସର୍ବପ୍ରଥମେ କେଉଁ କାର୍ଯ୍ୟଟିକୁ ପୂରଣ କରିବେ, ଏହାକୁ ନେଇକି ସମସ୍ତ ଡିଟେଲ୍ସ ରହିବ। ମେନ୍ କରିକି ଆଶାକର୍ମୀମାନଙ୍କର ଦାବି ପୂରଣକୁ ଯେଉଁ ଆଉ ହେବନି ବୋଲି ଯାହା ଶୁଣାଯାଉଛି ତାହା କେତେ ଦୂର ସତ ରହିଛି, ଏବଂ ଆଶାକର୍ମୀମାନେ କାହିଁକି ଅତ୍ୟାଧିକ ବହୁତ ମାତ୍ରାରେ ବ୍ୟସ୍ତ ମଧ୍ୟ ହୋଇ ପଡ଼ିଲେଣି ତାଙ୍କମାନଙ୍କ ଦାବିକୁ ନେଇକି। କାରଣ କଥା ଉଠିଲାଣି କି ତାଙ୍କମାନଙ୍କର ଦାବି ଆଉ ପୂରଣ ହେବ ନାହିଁ। ଏହି ସବୁ କଥାକୁ ନେଇକି ଆପଣମାନଙ୍କ ପାଇଁ এই ভিডিওটি ରହିବ ବା এই ଟପିକଟି ରହିବ। ଚାଲନ୍ତୁ ଆଉ ଡେରି ନ କରିକି ଭିଡ଼ିଓଟିକୁ ଆରମ୍ଭ କରିବା। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ମୁଁ ଆପଣମାନଙ୍କ ପ୍ରିୟ କାହ୍ନାକୁ ସ୍ୱାଗତ କରୁଛି କାହ୍ନା ରିପୋର୍ଟର ୟୁଟ୍ୟୁବ୍ ଚ୍ୟାନେଲକୁ, ଏବଂ ଏହି ୟୁଟ୍ୟୁବ୍ ଚ୍ୟାନେଲ ଆପଣମାନଙ୍କ ପାଇଁ ସର୍ବପ୍ରଥମେ ଆଶାକର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀ ଏବଂ ସିଆର୍ପି ମାନଙ୍କର ସମସ୍ତ ଦରମାର ଅପଡେଟ୍ ସହ ଦେଶ ବିଦେଶର ସମସ୍ତ ଖବର ସର୍ବପ୍ରଥମେ ଆଣିକି ଏହି ଚ୍ୟାନେଲ ମାଧ୍ୟମରେ ଉପସ୍ଥାପନ କରିଥାଏ। ତେଣୁ ଚ୍ୟାନେଲଟିକୁ ଯଦି ଆପଣମାନେ ନୂଆ କରି ଭିଜିଟ୍ କରିଛନ୍ତି ତାହେଲେ ପାଖରେ ଥିବା ସବସ୍କ୍ରାଇବ୍ ବଟନଟିକୁ ଅନ୍ କରିବା ସହ ବେଲ୍ ନୋଟିଫିକେସନଟିକୁ ଅନ୍ କରିବା ପାଇଁ ଜମା ବି ହେଲେ ଭୁଲନ୍ତୁ ନାହିଁ। ଏବଂ ଆପଣମାନେ ବେଲ୍ ନୋଟିଫିକେସନଟିକୁ ଅନ୍ କରିକି ରଖିଥିଲେ ସର୍ବପ୍ରଥମେ ଆପଣମାନେ ଅପଡେଟ୍ ପାଇପାରିବେ। ଯେତେବେଳେ ମୁଁ ଭିଡ଼ିଓ ପକାଇବି ଆପଣମାନେ ସର୍ବପ୍ରଥମେ ତାହାର ନୋଟିଫିକେସନ୍ ଯିବ, ଆଉ ଆପଣମାନେ ଅପଡେଟ୍ ପାଇପାରିବେ। ଚାଲନ୍ତୁ ଆଉ ଡେରି ନ କରିକି ଆପଣମାନଙ୍କୁ ଫୁଲ୍ ଇନଫର୍ମେସନ୍ ଦେବା। ଆଶାକର୍ମୀମାନଙ୍କର ଦାବି କ'ଣ ଆଉ ପୂରଣ ହେବନି କି? ମେନ୍ କଣ୍ଟେଣ୍ଟ ବା ମେନ୍ ଟପିକ୍ ବା ମେନ୍ ଯାହା ରହିଛି এইটা, আশাকর্মীମାନଙ୍କର କ'ଣ ଆଉ ଦାବି ପୂରଣ ହେବ ନାହିଁ କି? ଯଦି ପୂରଣ ହେବ ତାହେଲେ କେବେ ପୂରଣ ହେବ? ଏତେ ଦିନ ହୋଇଗଲାଣି ଆଶାକର୍ମୀମାନଙ୍କର ଦାବି ଆଉ ପୂରଣ ହେବନି, ଯାହା ମୁଁ ଆପଣମାନଙ୍କୁ ଜଣାଇଦେବା ପାଇଁ ଚାହୁଁଛି। କାରଣ ବିଭିନ୍ନ ପ୍ରକାରର କାର୍ଯ୍ୟ ଚାଲିଛି ଏବଂ ବିଭିନ୍ନ ପ୍ରକାରର କାର୍ଯ୍ୟରେ ଆଶାକର୍ମୀମାନଙ୍କର ଯେଉଁ କାର୍ଯ୍ୟଟି ସର୍ବ ପଛରେ ରହିଛି। କାରଣ ନା ସେମାନେ କ'ଣ ଛୋଟ ଚାକିରି ବୋଲି, ଏଥିପାଇଁ ବୋଧେ ମୋତେ ଯାହା ଲାଗୁଛି ଛୋଟ ଚାକିରି ବୋଧେ ତାଙ୍କର କିଛି, ସେ ଚାକିରିର କିଛି ମାନେ ହିଁ ନାହିଁ, ତାଙ୍କର ମାନେ ଓକାତ ନାହିଁ ସେ ଚାକିରିର, ଯାହା ବି ମୁଁ ଆପଣମାନେ କହିପାରିବେ। ତେଣୁ ତାଙ୍କମାନଙ୍କର ସେଇଥିପାଇଁ କାର୍ଯ୍ୟ ହେଉନାହିଁ। ଏତେ ଦିନ ହେଲାଣି ତାଙ୍କମାନଙ୍କର କାର୍ଯ୍ୟ ପଡ଼ିକି ରହିଛି ବା ପେଣ୍ଡିଂ ହେଇକି ରହିଛି। ଗତ 4 ମାସରୁ 6 ମାସ ହୋଇଗଲାଣି କହିଥିଲେ କି ତାଙ୍କମାନଙ୍କର ଦରମା ବୃଦ୍ଧି କରିବା ପାଇଁ ଗୋଟେ ପ୍ରଥମ ଉପସ୍ଥାପନ କରିଥିଲେ, ତାହା ଏଯାଏଁ ପୂରଣ ହେଲାଣି। ପ୍ରଭାତୀ ପରିଡ଼ା ନିଜେ କହିଥିଲେ କି ତାଙ୍କମାନଙ୍କର ଗୋଟେ ଦରମା ବୃଦ୍ଧି କରାଯିବ ଏବଂ କ୍ୟାବିନେଟ୍ରେ ତାଙ୍କ ଫାଇଲକୁ ପାସ୍ କରାଯିବ, ତାହା ସହ ତାଙ୍କମାନଙ୍କର ଦରମା ବୃଦ୍ଧି ହେବ, ଆଉ ଖୁବ୍ ଶୀଘ୍ର ତାଙ୍କମାନଙ୍କର ଦରମା ବୃଦ୍ଧି ହେବ। କାହିଁକି ଏଯାଏଁ ତାଙ୍କମାନଙ୍କର ଦରମା ମଧ୍ୟ ବୃଦ୍ଧି ହେଲାନି, 4ରୁ 6 ମାସ ହୋଇଗଲା। ଏହା ସହ ଆଶାକର୍ମୀମାନେ ଆଉ କେତେ ଦିନ ଅପେକ୍ଷା କରିବେ ବା କେତେ ଦିନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିକି ରହିବେ? କୌଣସି ବି ଅପଡେଟ୍ ଏପର୍ଯ୍ୟନ୍ତ ଦେଉନାହାନ୍ତି କି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କର ଗୋଟେ ବଡ଼ ଯାହା ଆପଣମାନେ କହିପାରିବେ କି ତାଙ୍କର ନିହାତି ଗୋଟେ ଦେବା କଥା କି ଅପଡେଟ୍ ଆସିବା କଥା କି ଏତିକି ଦିନ ମଧ୍ୟରେ ଆଶାକର୍ମୀମାନଙ୍କର ଦରମା ବୃଦ୍ଧି କରାଯିବ, ନହେଲେ ଏତିକି ତାରିଖ ମଧ୍ୟରେ ତାଙ୍କମାନଙ୍କର ଯେତେ ସାରା ଦାବି ରହିଛି ତାହାକୁ ନେଇକି ଗୋଟେ ବୈଠକ ବସିବ ଏବଂ ଦାବି ପୂରଣ କରାଯିବ। ଏବଂ ଦାବିରେ କ'ଣ କ'ଣ ପୂରଣ କରାଯିବ ବା କେଉଁ ଉଦ୍ଦେଶ୍ୟରେ ତାଙ୍କମାନଙ୍କର ଦାବି ପୂରଣ କରାଯିବ ତାହାକୁ ନେଇକି କୌଣସି ବି ଅପଡେଟ୍ ଦେଉନାହାନ୍ତି କି ଏପର୍ଯ୍ୟନ୍ତ କୌଣସି ଗୋଟେ ପରଫେକ୍ଟ ଅପଡେଟ୍ ଆସିକି ରାଜ୍ୟ ସରକାରଙ୍କ ଦ୍ୱାରା ପହଞ୍ଚୁନି ଆଶାକର୍ମୀମାନଙ୍କ ପାଖରେ, ଯାହା ଦ୍ୱାରା ଆଶାକର୍ମୀମାନେ ଚିନ୍ତିତ ରହୁଛନ୍ତି ତାଙ୍କମାନଙ୍କର ଦାବି ଆଉ ପୂରଣ ହେବ ନାହିଁ। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହୁଁଛି କି ତାଙ୍କମାନଙ୍କର ଯଦି ଦାବି ନ ପୂରଣ ହେବ, ଯଦି ତାଙ୍କମାନଙ୍କର ଦାବି ଯଦି ନ ପୂରଣ ହେବ, ବିଶ୍ୱାସ କରିବେ ଆଶାକର୍ମୀମାନେ ତାଙ୍କମାନଙ୍କର ଚାକିରିକୁ ରିଜାଇନ୍ ମାରିଦେବେ। କାରଣ ନା ଗତ କିଛି ଦିନ ହେବ ଆମ ଯାହା ଲୋକାଲ ଆଶାକର୍ମୀମାନେ ରହିଛନ୍ତି, ଆମ ଘର ପାଖରେ ଯେଉଁମାନେ ଆଶାକର୍ମୀମାନେ ରହିଛନ୍ତି ତାଙ୍କ ଦ୍ୱାରା ମୁଁ ଏବେ କ'ଣ ନେଲି, ସନ୍ଧାନ ନେଲି କି ତାଙ୍କମାନଙ୍କର ଯେଉଁ ପେମେଣ୍ଟଟି ରହିଛି ଗତ କିଛି ମାସ ହେଲାଣି ବନ୍ଦ ମଧ୍ୟ ରହିଛି। ଏପର୍ଯ୍ୟନ୍ତ ତାଙ୍କମାନଙ୍କୁ ପେମେଣ୍ଟ ମଧ୍ୟ ମିଳିନାହିଁ। ଏହାର ଫୁଲ୍ ଡିଟେଲ୍ସ ଗୋଟେ ନୂତନ ଭିଡ଼ିଓରେ ମୁଁ ଆପଣମାନଙ୍କୁ ଜଣାଇବି କ'ଣ ପାଇଁ ତାଙ୍କର ବନ୍ଦ ରହିଛି। ଗତ ଏତେ ମାସ ହୋଇଗଲାଣି ତାଙ୍କମାନଙ୍କର ପେମେଣ୍ଟ, କିନ୍ତୁ ପେମେଣ୍ଟ ତାଙ୍କର ବନ୍ଦ ରହିଛି। ରହିବା ସତ୍ତ୍ୱେ ମଧ୍ୟ ତାଙ୍କମାନଙ୍କ ଦରମା ବୃଦ୍ଧି କରିବା ପାଇଁ ଏତେ ଦିନ ହେଲାଣି ନିଷ୍ପତ୍ତି ନିଆଯାଇଥିଲା ଏବଂ ବୈଠକରେ ତାଙ୍କମାନଙ୍କର ଦରମା ଆସିକି ବୃଦ୍ଧି କରାଯିବ ବୋଲି ଶ୍ରୀଯୁକ୍ତ ଆମର କିଏ ପ୍ରଭାତୀ ପରିଡ଼ା କହିଥିଲେ। ଶ୍ରୀମତୀ ପ୍ରଭାତୀ ପରିଡ଼ା ମଧ୍ୟ ଯେଉଁ କ'ଣ
प्रेस मीट द्वारा कही कि दरमा खूब शीघ्र वृद्धि करा एमिति नहीं कि बहुत किसी अपडेट देला परे मध्य आशाकर्मी मानकर दाबी पूरण हो नाही। आशाकर्मी माने कौन करेंगे? आशाकर्मी मानकर कौन छोट चाकरी बोली मानकर दाबी आ पूरण हेनी। आशाकर्मी माने जदि एबे रैली करेंगे कौन ठीक हम राज्य सरकार राज्य सरकार केबे भी हेले ठीक हम ना है। किंतु आशाकर्मी मानकर दाबी को पूरण करने राज्य सरकार पाखे एति निवेदन करी कि राज्य सरकार आपण माने तांकर जेकोसी दाबी रही ता भितर किसी दाबी एबे पूरण करने निहाती आवश्यक। जदि पूरण करने किसी समय लगुच निहाती मानू अपडेट दिंतु एवं अपडेट मध्यम से माने सतर्क होकर रही पारे बा से गोटे सूचना पाइला परे से माने कौन अपेक्षा करिकी रही पारे कि हाँ आमर यही मास यही तारीख भीतर आम मानकर दाबी पूरण कर आपण मान द्वारा कौन सी अपडेट आसुना जहाँफल आशाकर्मी मैंने बहुत चिंतित रोचंती मानकर चाकरी रे छोट कार्य ना एपर्द रिसेंट डायरिया व्यापी एवं समस्त आशाकर्मी माने राज्य सरकार द्वारा आसुथुबा कौन ओआरएस एवं साबुन जहाँ लाइव साबुन एगुड़ाक समस्त बंटन लगी जहाँ भी सारा कार्य रोचे राज्य सरकार समस्त कार्य रे केबे भी हेले अवहेला करूना आशाकर्मी माने। किंतु आशाकर्मी मानकर जिते दरमा वृद्धि करने कथा उठुची से मानकर एते दिन समय लगे एते दिन टाइम लगे एते मास पर मानकर दरमा वृद्धि करा जाकि कैबिनेट रे मानकर फाइल पड़ा है आसब खूब शीघ्र कैबिनेट रू फाइल पलि आसब। गत 6 मास हो गलानी एमती चली आशाकर्मी माने यह द्वारा कौन किछि भी हेले लाभ पाऊ नाहंती। गत 24 वर्ष हो गलानी से माने दरमा को अपेक्षा करके रही किंतु वृद्धि हो नथिला। जहा नूतन सरकार आसिला परे एतिकी तो सूचना देइछन्ती कि दरमा वृद्धि करा जिवो किंतु एते दिन हलानी जो लेट होची निहाती नै कि गोटे लेट को नै कि गोटे अपडेट दियंतु। तेनु आशाकर्मी मानकर जो एही जो कथाटी उठिछि कि आशाकर्मी मानकर दाबी कोन पूर्ण हबनी कि आशाकर्मी मानकर दाबी पूर्ण हबो किंतु एही भली बा मु कहिबार रीजन रही कि आशाकर्मी मानकर एते दिन हलानी दाबी पूर्ण होइनी कि बा किछि अपडेट आसीनी ताहले कोन आशाकर्मी मानकर दाबी पूर्ण हबनी कि यह को लेकिन मु जनई किंतु आशाकर्मी मानकर दाबी पूरण हम। राज्य सरकार ताको पूरण करिबा अवश्य लेट हो पारे किंतु राज्य सरकार देथिबा कथा को पूरण करिबे निश्चित। आशाकर्मी माने मु केवल राज्य सरकार पाखरे मु एतिकी निवेदन करिमि आपण मानक पई कि सी जल्दी आपण मानक दरमा वृद्धि करबा सह किछि अपडेट आनिकी पहुंचातु जहाँ फल आशाकर्मी माने तांका दाबी पूरण को लेकिन किछि अपडेट पाई परिबे एवं जानि परिबे ताहा सह से सूचना मध्य जानिबा निहाती आवश्यक। राज्य सरकार पाखरे जदि भिडियोटी पहुंचुची ताहाले निहाती कार्यानुष्ठान निया जाऊ कार आशाकर्मी मानकर दरमा को वृद्धि करिबारे से राज्य सरकार कार्यानुष्ठान नियंतु मु यह निवेदन करमी। यह थिला समस्त इनफॉरमेशन आशाकर्मी मानकु नै कि जदि इनफॉरमेशन टी भल लागी लाइक शेयर कमेंट करिया पे भूलंतु नै। देखा नेक्स्ट वीडियो रे से जा विदाय दंतु। रोहिल जय जगन्नाथ जय हिंद। सब्सक्राइब करिया